हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः बलराम नमो नमः। बोलिए जय जगन्नाथ स्वामी की शुद्धि यानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊँ महापुरुष अच्युतानंद 64 पटल मालिकारे 64 पटलर 19 पटल 113 पृष्ठार लिखिं चौद्वारे चारि द्वार खोला करी मुहि मेल हेबे बहु भकत मते हृदय थे। ये चौद्वारे चारि द्वार मेला करने कथा कही कौन ये चारि द्वार तत्व सुधीयनी बोले भक्ति भाव हेब जाग्रता देश दुर्दशा जीव मेघ उत्तम बरसिले भला शस्य होइब। यज्ञ जो हेब महापुरुष लिखिचंती जे यज्ञ कुंड हेब स्थापन से ही चौद्वार रे आगो को यज्ञ गोटे बड़ यज्ञ हम जो यज्ञर शिखा महापुरुष को जने गगनचुंबी हेब मेघ कहले बादल पर्यंत से अग्निर शिखा व्यापीब आ से समय यज्ञ हेले यज्ञरू वर्षा हेब वर्षा हेले पृथ्वी शस्य श्यामला हेब आ पृथ्वी शस्य श्यामला हेले प्रजा माने सुखरे आनंदरे कालातिपात करिवे। तेणु महापुरुष कहले सुखरे रहिले परजा दुख जीव पड़ाई अल्प दिन रे बसिबा घरे घरे बढ़ाई अल्प दिन रे बसिबा घरे घरे बढ़ाई अल्प दिन रे बसिबा घरे घरे बढ़ाई। बोले कौन ना सुखरे रहिले परजा दुख जीव पड़े जो दुख अच्छी वर्तमान समय रे महापुरुष लिखिछन अनंत युग 27 जाके महापुरुष को अनेक दुख दुर्दशा विपद आपद दे मनीष गति करिवे कली युगर लोक माने गति करिवे भक्त मानंको कसाण पड़िब चौद्वारा गोल जुथा चंपावण ठारे लीला लगी पामर दीन अच्युता पामर दीन अच्युता हे सुजने पामर दीन अच्युता पामर दीन हे सुजने पामर दीन अच्युता। भक्त मान को कषण पड़ब कहीं ना चौद्वार गोल युद्ध महापुरुष लिखिले चौद्वार गोल युद्ध जायफुल मालिकार से कथा अच्युतानंद कही ना इकड़ी जुगरे महाभारत टी ओडिशा वही प्रमाण उत्कल सब उत्पत्ति होइब ठिके ठिके राम शुण उत्कल सब उत्पत्ति होइब आउ महापुरुष को ओडिशा रे युद्ध स्थान कटकर चौद्वारटी जान लो जाई फुल
ରକତ ବହିବ ଧାର। ଓଳିଏ ମହାଭାରତ ଯୁଦ୍ଧ ମହାପୁରୁଷ ଲେଖିଥିଲେ କେମିତି ନା ହୋଇବ ମହାସମର ଦେଶ ଦେଶ ମଧ୍ୟ ଅତି ପ୍ରବଳ। ଦେଶ ଦେଶ ମଧ୍ୟରେ ପ୍ରବଳ ଯୁଦ୍ଧ ହେବ। ମହାଭାରତ ଯୁଦ୍ଧର ଗୋଟିଏ ଓଳି ଯୁଦ୍ଧ ଛକାପଞ୍ଜା ହେଇକି ସମସ୍ତେ ଅଛନ୍ତି, କିନ୍ତୁ ସେଇ ଯୁଦ୍ଧ ଯଦି ଭାରତ ସହିତ ହେବ କାହାର ଆଉ ମହାପୁରୁଷ କହିଛନ୍ତି ବାବୁରେ ତାହା ଓଡ଼ିଶାରେ ମଧ୍ୟ କିଛି ମାତ୍ରାରେ ହେବ। ଓଡ଼ିଶାର କେଉଁ ଜାଗାରେ ହେବ ନା ଓଡ଼ିଶାରେ ଯୁଦ୍ଧ ସ୍ଥାନ କଟକର ଚୌଦ୍ୱାରଟି ଜାଣଲ ଯାଇ ଫୁଲ ରକତ ବହିବ ଧାର। ଓଡ଼ିଶାର ଚୌଦ୍ୱାରରେ ମଧ୍ୟ କିଛି ଯୁଦ୍ଧ ହେବ। ତେଣୁ ସେଇଥିପାଇଁ କହିଲେ ଭକ୍ତମାନଙ୍କୁ ସେତେବେଳେ କଷଣ ପଡ଼ିବ ଚୌଦ୍ୱାର ଗୋଳ ଯୁଦ୍ଧ। ଚୌଦ୍ୱାର ଗୋଳ ଯୁଦ୍ଧ ବେଳେ ଭକ୍ତମାନଙ୍କୁ କିଛି କଷଣ ଦୁଃଖ ପଡ଼ିବ। ଆଉ ଚମ୍ପାବଣ ଠାରେ ଲୀଳା ଦେଖୁଥିବ ପାମର ଦିନ ଅଚ୍ୟୁତା। ସେ ଚୌଦ୍ୱାର ଚମ୍ପାବଣ ନିକଟରେ ଇ ଲୀଳାକୁ ଦେଖୁଥିବି ମୁଁ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାର ନାମ ହେଲା ଚକଡ଼ା ମଡ଼ାଣ ଏଥିରେ ଲେଖିଛନ୍ତି। ତେଣୁ ସେଇଥିପାଇଁ କହିଲେ କିନ୍ତୁ ଏଇ ଯୁଦ୍ଧ ପରେ ଦୁର୍ଦ୍ଦଶା ପରେ ଦୁଃଖ ପରେ ମହାପୁରୁଷ କହୁଛନ୍ତି ଭଲ ସମୟ ଆସିବ। ସୁଖରେ ରହିଲା ପରଜା ଦୁଃଖ ଯିବ ପଳାଇ ଅଳପ ଦିନରେ ବସିବ ଘରେ ଘରେ ବଢ଼ାଇ। ଘରେ ଘରେ ପୁଣି ଥରେ ଅଭାବ ଅସୁବିଧା ଯେଉଁଥିବ ତା ଦୂରୀଭୂତ ହେଇଯାଇ ଧନ ଧାନ୍ୟରେ ପୂର୍ଣ୍ଣ ହେବ ସମସ୍ତଙ୍କ ଘର। ନିଜେ ଅର୍ଜି ନିଜେ ଖାଇବେ ପୁଣି ପିନ୍ଧିବେ ବାସ। ହରି ବୋଲ ହୋଳା ହୋଳିରେ ପୂର୍ଣ୍ଣ ହୋଇବ ଦେଶ। ହରି ବୋଲ ହୁଳା ହୁଳିରେ ପୂର୍ଣ୍ଣ ହୋଇବ ଦେଶ। ହରି ବୋଲ ହୁଳା ହୁଳିରେ ପୂର୍ଣ୍ଣ ହୋଇବା ଦେଶ। ନିଜେ ଅର୍ଜି ନିଜେ ଖାଇବେ ପୁଣି ପିନ୍ଧିବେ ବାସ। ମହାପୁରୁଷ ଅଚ୍ୟୁତାନନ୍ଦ 64 ପଟଳରେ କହିଲେ ରାମଚନ୍ଦ୍ରରେ ଲୋକମାନେ ଆଗକୁ ନିଜେ ଅର୍ଜିକି ନିଜେ ଖାଇବେ। ଆଜି ଅନ୍ୟ ଉପରେ ଆମେ ଯଦି ନିର୍ଭର କରୁଛେ କେଉଁ ରାଜ୍ୟ ଉପରେ ନିର୍ଭର କରୁଛେ ବିଭିନ୍ନ ପ୍ରକାର ପଦାର୍ଥ ପାଇଁ ମହାପୁରୁଷ ନାହିଁ ସେ ସମୟ ଆଗକୁ ଆଉ ରହିବ ନାହିଁ। ଏଭଳି ଦୁର୍ଦ୍ଦଶା ଆଉ ରହିବ ନାହିଁ। ନିଜେ ଅର୍ଜନ କରିକି ନିଜେ ଖାଇବେ ଅର୍ଥାତ୍ ଆତ୍ମନିର୍ଭରଶୀଳ ଭାରତ ଯାହାକି ରାମରାଜ୍ୟର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ରାମରାଜ୍ୟ ଆଗକୁ ଆସିବ। ବୋଲିଏ ଜୟ ଜଗନ୍ନାଥ ସ୍ୱାମୀ କି। ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀୟାନୀ ଯେଉଁ ମହାତ୍ମା ମହାପୁରୁଷ ମାନେ ରାମରାଜ୍ୟର ସ୍ୱପ୍ନ ଦେଖିଥିଲେ ଆଗାମୀ ସମୟରେ ରାମରାଜ୍ୟ ଆସିବ। ଏ ପୃଥିବୀ ଶସ୍ୟ ଶ୍ୟାମଳା ହେବ ସମସ୍ତେ ସୁଖରେ କାଳାତିପାତ କରିବେ। ସୁନାର ଯୁଗ ସୁନାର ଚିଡ଼ିଆର ଦେଶ ରୂପେ ଭାରତ ପରିଗଣିତ ହେବ। ସେହି ସ୍ୱପ୍ନ ନିକଟ ଭବିଷ୍ୟତରେ ପୂରଣ ହେବାକୁ ଯାଉଛି। ସେ ମହତ ଆକାଂକ୍ଷା ଆଗକୁ ନିଶ୍ଚିନ୍ତ ପୂର୍ଣ୍ଣ ହେବ ବୋଲି ଉତ୍କଳୀୟ ପଞ୍ଚସଖା ମାନେ ତାଙ୍କର ମାଳିକା ଶାସ୍ତ୍ର ଲେଖିଛନ୍ତି। ଆମେ ଭୟ କରିବା ନାହିଁ, ଆମେ ଭୟଭୀତ ହେବା ନାହିଁ। କାହିଁକି ନା ଆଗକୁ ଗୋଟେ ଭଲ ସମୟ ଆମ ସମସ୍ତଙ୍କ ପାଇଁ ଅପେକ୍ଷା କରି ଅଛି। କେଉଁମାନଙ୍କ ପାଇଁ ନା ଯେଉଁମାନେ ସେତେବେଳେ ଥିବେ, ଯେଉଁମାନେ ସେତେବେଳେ ରହିଥିବେ ତାଙ୍କ ପାଇଁ ଗୋଟେ ଭଲ ସମୟ ଆଗକୁ ଅପେକ୍ଷା କରି ରହିଛି। ମହାପୁରୁଷ ସେଇଥିପାଇଁ କହିଲେ ନିଜେ ଅଜି ନିଜେ ଖାଇବେ ପୁଣି ପିନ୍ଧିବେ ବାସ। ନିଜେ ଆତ୍ମନିର୍ଭରଶୀଳ ଯେଉଁ ଆତ୍ମନିର୍ଭରଶୀଳ ଭାରତ ତା ଏ ସ୍ୱପ୍ନ ଆଗକୁ ହିଁ ପୂରଣ ହେଇଯିବ। ନିକଟ ଭବିଷ୍ୟତରେ ପୂରଣ ହେବ ଅତି ନିକଟରେ। ଆଉ ହରିବୋଲ ହୁଳା ହୁଳିରେ ପୂର୍ଣ୍ଣ ହୋଇବ ଦେଶ। ସମସ୍ତେ ଭଗବତ ଆରାଧନା କରିବେ, ସମସ୍ତେ ଧର୍ମର ସଂରକ୍ଷଣ ଧର୍ମର ଶରଣରେ ରହିବେ। ଧର୍ମଂ ଶରଣଂ ଗଚ୍ଛାମି। ସମସ୍ତେ ଆଧ୍ୟାତ୍ମ ବାଟକୁ ଆପଣେଇବେ, ସମସ୍ତେ ଭଲ ଲୋକ ହେବା ପାଇଁ ଚେଷ୍ଟା କରିବେ। ଆଉ ସ୍ତ୍ରୀ ମାନେ ହେବେ ଅଗ୍ରଣୀ ସାର ସାର କାର୍ଯ୍ୟରେ। ନ ରହିବେ ଘରରେ ବସି ପୁଣି ଛାର କାର୍ଯ୍ୟରେ। ନ ରହିବେ ଘରେ ନ ବସି ପୁଣି ଛାର କାର୍ଯ୍ୟରେ। ନ ରହିବେ ଘରେ ନ ବସି ପୁଣି ଛାର କାର୍ଯ୍ୟରେ। ବୋଲେ ସ୍ତ୍ରୀ ମାନେ ହେବେ ଅଗ୍ରଣୀ ସାର ସାର କାର୍ଯ୍ୟରେ। ସାର ସାର କାର୍ଯ୍ୟ ଜ୍ଞାନୀ ଗୁଣିମଣ୍ଡଳୀ ଦେଖନ୍ତୁ ଯେତେବେଳେ କାଗଜ କଲମ ନଥିଲା ତାଳପତ୍ର ଲେଖନୀରେ ମହାପୁରୁଷ ଲେଖିଦେଇ ଯାଇଥିଲେ ଯେଉଁ କଥା ଆଜି ତାହା କ'ଣ ସତରେ ପରିଣତ ହେଇନି? ସ୍ତ୍ରୀ ମାନେ ହେବେ ଅଗ୍ରଣୀ ସାର ସାର କାର୍ଯ୍ୟରେ।
वेदमूर्ति तपनिष्ठ जुगद्रष्टा ब्रह्मर्षि पंडित श्रीराम शर्मा आचार्य अखिल विश्व गायत्री परिवार गुरु से भविष्यवाणी कर आगामी जुग हेब नारीर आगामी सत्ययुग नारी ही लाएगी सत्ययुग नारी ही आणव हे ज्ञानी गुणी मंडली शुद्धि जाने जे प्रकृतर नारी न ओरी ओरी का सहित तार शत्रुता नथिबो का को घृणा दृष्टि से देखु नथिबो नारी जी पवित्रता हितिबो नारी जे सहिष्णुतार पहाड़ नाई नारी की ना किए तुम्हें नारी नारी हूँ पवित्रतार गंगा समस्त कलंक को वक्षर धरी तथा भी गंगा जमी पतित पावनी समस्त दुख कष्ट विपद आपद को सबु निज वक्षर धारण करी तथा भी नारी हसी हसी सारा जगत को सुख ही बांटे आनंद बांटे तो नारी हूँ सहिष्णुतार पहाड़ पवित्रतार गंगा एवं प्रेमर अपुरंत झर तेणु महापुरुष कहते से नारी माने आगो को अग्रणी हेबे सार सार कार्य सार जिनिस श्रेष्ठ जिनिस तेणु सबु सार सार कार्य महापुरुष कहते आगो को नारी माने अग्रणी हेबे सबु क्षेत्र पाठ पढ़ारे हो आज आप देखु तार सूचना आम पाई सारे पाठ पढ़ारे आज नारी आगे अच्छी रिजल्ट कर एग्जाम रे से क्षेत्र में पुओ मैंने जिते भल रिजल्ट न कर झील मैंने भल रिजल्ट कर तेणु महापुरुष कहते सार सार कार्य सबु क्षेत्र में नारी अग्रणी हेब आउ न रहिब घर रे बसीहीन सार कार्य सार जो सामान्य रोषई बास रंधा बड़ा धुआ मजा पिला छुआ खबर बुझा ये सामान्य कार्य सी आ बंदिनी होमती परदा प्रथा थिला घर चारिकांथ भितर एरड़ बंदी देउन थिला गोटे नारी बंदिनी भलिया निजको भावुला से भलिया हम ना आग को नारी बाहर की आसो सार कार्य आउ गृहे गृहे नर नारी ईश्वर को ध्याइबे निरंतरे तांक मंगल कामना करो थिबे निरंतरे तांक मंगल कामना करुथिबे निरंतरे तांक मंगल कामना करुथिबे गृहे गृहे नर नारी ईश्वर को ध्याइबे ये समय आसो गृहे गृहे नर नारी ईश्वर आराधना करेंगे ईश्वर को ध्यान करेंगे आज जमी मनीष धन पछरे बाइया होती आग को परिस्थिति एमती आसब महापुरुष बाध्य से धर्म पछरे बाइया हे भगवान को पछरे बाइया हो गोड़ ईश्वर आराधना कर निरंतर मंगल कामना करुवे जगतर मंगल कामना करुवे महापुरुष ई कथा 64 पटलर 19 पटलर 113 पृष्ठार लिखिं अच्युतानंद पुणी कहले चौखोरा हे चौद्वार से ही मात स्थान गर्भ मध्य जे रही विशोध सिंहासन गर्भ मध्य जे रही विशोध सिंहासन गर्भ मध्य जे रही विशुद्ध सिंहासन बोले बाबू रे चौखुरा तहूँ चौदार चौदार कहीं ना चौखुरा चौखुरा जहूँ आ ना है चौद्वार बुझे आ गर्भ मध्य रही महापुरुष अच्युत लिखिछे नहीं कथा आम कहूनु मालिकार नाम 64 पटल आ महापुरुष कहते गर्भ मध्य रही विशुद्ध सिंहासन बोलिए महापुरुष अच्युतानंद जी की विशुद्ध सिंहासन रही कहार ना विराट राजांकर अच्युतानंद से मालिकार जहाँ कही ये महापुरुष अच्युतंकर मत सहित एकमत है ओलाशुणी पहाड़ रे शून्य समाधि नहीं संत महापुरुष अरखित दास तंगर महागुप्त पद्म कलरे से कथा कहले कौन कहले बोले देव जे दानव युद्ध एठारे लागिब भारत युद्ध ओलिए एठारे सरीब ए सुना सुना भाई सुना 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 सुधी जना मालिका वचन अच्युता वचन
ମାଳିକା ବିଚାର ଏହି ଅଚ୍ୟୁତ ବଚନ। ଦେବ ଯେ ଦାନବ ଯୁଦ୍ଧ ଏଠାରେ ଲାଗିବ ଏ କଥା 600 ବର୍ଷ ତଳେ ଅଚ୍ୟୁତାନନ୍ଦ ଯାହା ଲେଖିଥିଲେ ମାଳିକା ଶାସ୍ତ୍ରରେ ଅନୁରୂପ ଅର୍ଖିତ ଦାସ ଜନ୍ମ ହେଇଛନ୍ତି 1800 ଖ୍ରୀଷ୍ଟାବ୍ଦ। ସେ ମଧ୍ୟ ମହାଭୂତ ପଦ୍ମକଳ୍ପରେ ସେ କଥା କହିଲେ ଯେଉଁ ମହାଭାରତ ଯୁଦ୍ଧର ଗୋଟିଏ ଓଳି ଯେ ଦେବ ଯେ ଦାନବ ଯୁଦ୍ଧ ଏଠାରେ ଲାଗିବ ଆଉ ଭାରତ ଯୁଦ୍ଧ ଏଠାରେ ଓଳିଏ ସରିବ। ପୁଣି ମହାପୁରୁଷ କହୁଛନ୍ତି ଯେ ଗଡ଼ର 4ଟି ଦ୍ୱାର ରହିଅଛି ଜାଣ ସଂସାର କବାଟ ତହିଁ ଲାଗିଅଛି ପୁଣ ଏ ଶୁଣ। ହଁ ଶୁଣ ଭାଇ ଶୁଣ 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 ସୁଧି ଜନ ମାଳିକା ବିଚାର ସେ ତ ଅଚ୍ୟୁତ ବଚନ। ମାଳିକା ବିଚାର ସେ ତ ଅଚ୍ୟୁତ ବଚନ। ହେଲେ ଗଡ଼ର 4ଟି ଦ୍ୱାର ଅଛି ସେଇଥିପାଇଁ ଚୌଦ୍ୱାର। ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ 4 ଖୁରା ଯେଉଁ ତା ନା ଚୌଦ୍ୱାର। ଏ ଗଡ଼ର ବିରାଟ ରାଜାଙ୍କର ଯେଉଁ ଗଡ଼ ସେ ଗଡ଼ର 4ଟି ଦ୍ୱାର ରହିଛି। ସେ 4ଟି ଦ୍ୱାରକୁ ଏପର୍ଯ୍ୟନ୍ତ ଖୋଲି ପାରି ନାହାନ୍ତି। ଖୋଳା ହେଉଥିଲା କିନ୍ତୁ 4ଟି ଦ୍ୱାର ଖୋଲି ନାହିଁ। ସେ 4ଟି ଦ୍ୱାର ଯେଉଁଦିନ ଖୋଲିବ ମହାପୁରୁଷ କହିଲେ ବାବୁରେ ସେଇଦିନ ଓଡ଼ିଆ ମହାଭାରତ ଯୁଦ୍ଧ ହିଁ ଶେଷ ହେବ। ହେ ସୁଧୀୟାନି ତେଣୁ ସେଇଥିପାଇଁ କହିଲେ ଗଡ଼ର 4ଟି ଦ୍ୱାର ରହିଛି। ଆଉ କବାଟ ଗୋଟିକେ 12 ମୁଠା ଚାବି ଅଛି 48 କୋଲ ପଠିତ ହିଁ ପଡ଼ିଛି ଏ ଶୁଣ ଭାଇ ଶୁଣ ହଁ ଶୁଣ 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 ସୁଧି ଜନ ମାଳିକା ବିଚାର ସେ ତ ଅଚ୍ୟୁତ ବଚନ। ମାଳିକା ବିଚାର ସେ ତ ଅଚ୍ୟୁତ ବଚନ। କବାଟ ଗୋଟିକେ 12 ମୁଠା ଚାବି ଅଛି ଯେଉଁ 48 କୋଲ ପଠିତ ହିଁ ପଡ଼ିଛି। ସେ 48 କୋଲ ପରେ କବାଟ ଗୋଟିକେ 12 ମୁଠା ଚାବି ସେଠି ଅଛି। କୋଉଠି ନା ବିରାଟ ଗାଦିରେ ମହାପୁରୁଷ କବାଟ ଗୋଟିକେ 12 ମୁଠା ଚାବି ଅଛି 48 କୋଲ ପଠିତ ହିଁ ପଡ଼ିଛି। କଂସାର କବାଟ ଲାଗିଛି ଆଉ ସେଇ କବାଟରେ 4ଟା ଦ୍ୱାର ଯେଉଁ 4ଟି ଦ୍ୱାର ଅଛି ବିରାଟ ଗାଦିର ଆଗକୁ ସେ ବାହାରିବ ଆହୁରି କେତେ ଗୁପ୍ତ ଜିନିଷ ଅଛି। ତେଣୁ ସେଇ 4 ଦ୍ୱାରରେ ମହାପୁରୁଷ ଯେ କଂସାର କବାଟ ସବୁ ଲାଗିଛି। ଆଉ କଂସାର କବାଟରେ କବାଟ ଗୋଟିକେ 12 ମୁଠା ଚାବି ଅଛି ସମ୍ପୂର୍ଣ୍ଣ 48 କୋଲ ପଟି 4 ଦ୍ୱାରରେ ପଡ଼ିଛି। ଆଉ ଗଡ଼ର ଦ୍ୱାରରେ ଅଛି ଅହିରାଜ ସର୍ବ ସୁବର୍ଣ୍ଣର ସର୍ପ ମୂର୍ତ୍ତି ହୋଇଅଛି ଗୋପ୍ୟ ଏ ଶୁଣ ହଁ ଶୁଣ ଭାଇ ଶୁଣ 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 ସୁଧି ଜନ ମାଳିକା ବିଚାର ଏ ତ ଅଚ୍ୟୁତ ବଚନ। ମାଳିକା ବିଚାର ଏ ତ ଅଚ୍ୟୁତ ବଚନ। ଗଡ଼ର ଦ୍ୱାରରେ ଅଛି ଅହିରାଜ ସର୍ପ ସୁବର୍ଣ୍ଣର ସର୍ପ ମୂର୍ତ୍ତି ହୋଇଅଛି ଗୋପ୍ୟ। ସୁବର୍ଣ୍ଣର ଗୋଟେ ସର୍ପ ମୂର୍ତ୍ତି ସେଠାରେ ଗୋପନରେ ମଧ୍ୟ ବିରାଟ ଗାଦି ନିକଟରେ ଅଛି। ଆଗକୁ ତାହା ବାହାରିବ ଇଏ ବାହାରି ନାହିଁ ଏ ପର୍ଯ୍ୟନ୍ତ। ପୁଣି ମହାପୁରୁଷ କହିଲେ ଅହିରାଜ ସର୍ପ ମଧ୍ୟ ଅଛି। ଆଉ ରାଜାରାଣୀ ପ୍ରତିମୂର୍ତ୍ତି ହୋଇଛି ନିର୍ମିତ ବାଉନେ ବାହାର ଏବ କହୁଅଛି ସତ୍ୟ ଏ ଶୁଣ ହଁ ଶୁଣ ଭାଇ ଶୁଣ 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 ସୁଧି ଜନ ମାଳିକା ବିଚାର ଏ ଯେ ଅଚ୍ୟୁତ ବଚନ। ମାଳିକା ବିଚାର ଏ ଯେ ଅଚ୍ୟୁତ ବଚନ। ମହାପୁରୁଷ ରାଜାରାଣୀଙ୍କର ବିରାଟ ରାଜା ଏବଂ ରାଣୀଙ୍କର ପ୍ରତିମୂର୍ତ୍ତି ମଧ୍ୟ ସୁବର୍ଣ୍ଣର ସେଠି ନିର୍ମିତ ହେଇକି ଭିତରେ ଅଛି। ପୁଣି କ'ଣ ଅଛି ମହାପୁରୁଷ କହିଲେ ବିଶୁଦ୍ଧ ସୁନା ସୁବର୍ଣ୍ଣର ସିଂହାସନ ମଧ୍ୟ ସେଠି ରହିଛି ବିରାଟ ଗାଦିରେ। ଆଉ ପୁଣି କ'ଣ ମହାପୁରୁଷ କହିଲେ କହିଲେ ତାହାରି ମଧ୍ୟରେ ରହିଛି ଖଣ୍ଡେ ଅପୋଡ଼ା ଭୂଇଁ 3 ହାତ ଆଙ୍ଗୁଳ ଲମ୍ବା ବାବୁ ଅଟଇ ସେହି 3 ହାତ ଆଙ୍ଗୁଳ ଲମ୍ବା ବାବୁ ଅଟଇ ସେହି 3 ହାତ ଆଙ୍ଗୁଳ ଲମ୍ବା ବାବୁ ଅଟଇ ସେହି। ତାହାରି ମଧ୍ୟରେ ରହିଛି ଖଣ୍ଡେ ଅପଡ଼ା ଭୂଇଁ। ସେଇ ବିରାଟ ଗାଦି ନିକଟରେ ଅପଡ଼ା ଭୂଇଁ ଗୋଟେ ରହିଛି। ମହାପୁରୁଷ 3 ହାତ ଆଙ୍ଗୁଳ ଲମ୍ବ ବାବୁ ଅଟଇଛି। 3 ହାତ ଆଙ୍ଗୁଳିର ଲମ୍ବ ଗୋଟେ ଅପଡ଼ା ଭୂଇଁ ରହିଛି ଯେଉଁ ଭୂଇଁରେ ପୋଡ଼ି ହୁଏ ନାହିଁ। ଶବ ସତ୍କାର କଲେ ସମ୍ପୂର୍ଣ୍ଣ ପୋଡ଼ି ହୁଏ ନାହିଁ ସେଇଥିପାଇଁ ତାକୁ ଅପଡ଼ା ଭୂଇଁ କହନ୍ତି। ଆମେ ଶବ ନେଇକି ମଶାଣିରେ ପୋଡ଼ୁଛେ। ମଶାଣିରେ ପୋଡ଼ିଲା ପରେ ଶବ ପୋଡ଼ି ହେଲା ପରେ ହିଁ ଶବକୁ ଶୀତଳେଇକି ଆମେ ଘରକୁ ଆସୁଛେ ନାଇଁ ଗାଧେଇ ପାଧେଇକିରି। କିନ୍ତୁ ମହାପୁରୁଷ କହୁଛନ୍ତି ଏମିତି ଅନେକ ସ୍ଥାନରେ ସବୁ ଅପଡ଼ା ଭୂଇଁମାନ ସବୁ ଅଛି। ଆଉ ସେ ଅନେକ ସ୍ଥାନ ଭିତରେ ଆମର କଟକର ମହାପୁରୁଷ କହୁଛନ୍ତି କେଉଁଠି କାଳିଆ ବୋଦା ସେଠି ଅପଡ଼ା ଭୂଇଁ ଅଛି ଏବଂ ଚୌଦ୍ୱାରରେ ସେଠି ଅପଡ଼ା ଭୂଇଁ ଅଛି।
ଅନେକ ସ୍ଥାନରେ ଅପଡ଼ା ଭୂଇଁ ଅଛି। ଅପଡ଼ା ଭୂଇଁ ମାନେ ଯେଉଁଠି ଶବ ପୋଡ଼ିଲେ ସମ୍ପୂର୍ଣ୍ଣ ପୋଡ଼ି ହୁଏ ନାହିଁ ତାକୁ ଅପଡ଼ା ଭୂଇଁ କହନ୍ତି। ଏ କ୍ଷେତ୍ରରେ ଏ ସ୍ଥାନର ମାହାତ୍ମ୍ୟ। ତେଣୁ ସେଇ ଚୌଦ୍ୱାରରେ ମଧ୍ୟ ଅପଡ଼ା ଭୂଇଁ ଅଛି। 3 ହାତ ଆଙ୍ଗୁଳିର ଲମ୍ବ ଗୋଟେ ଅପଡ଼ା ଭୂଇଁ ଅଛି। 2 ହାତ ଆଙ୍ଗୁଳ ବାବୁ ଅଟଇତା ଓସାର କଳି ସେବ ବିଶ୍ରାମ 2 ଘଡ଼ି ମୋର କଳି ସେବ ବିଶ୍ରାମ 2 ଘଡ଼ି ମୋର କଳି ସେବ ବିଶ୍ରାମ 2 ଘଡ଼ି ମୋହର କରେ 2 ହାତ ଅଙ୍ଗୁଳ ବାବୁ ଅଟ ଇତା ଓସାର କଳି ଶେଷେ ହେବ ବିଶ୍ରାମ 2 ଘଡ଼ି ମୋହର। ମହାପୁରୁଷ 64 ପଟ ଲେଖିଛନ୍ତି। ପ୍ରଭୁ ସେ ମହାପୁରୁଷ କହୁଛି ସେଇଠି 2 ଘଡ଼ି ସେଠାରେ ବିଶ୍ରାମ କରିବି। କେଉଁଠି ନା କଳିଯୁଗ ଶେଷରେ ବାରଣ କହିଲେ ଶେଷ ବେଳେ ସେଇଠାରେ 2 ଘଡ଼ି ବିଶ୍ରାମ ପ୍ରଭୁଙ୍କର ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ। ପୁଣି କହିଲେ ଏ ଯେତେ କହିଲି ଅର୍ଜୁନ ରଖ ମନ ମଧ୍ୟରେ ଅନ୍ୟ କାହାକୁ ନ କହିବୁ ଯେବେ କେହି ପଚାରେ ଅନ୍ୟ କାହାକୁ ନ କହିବୁ ଯେବେ କେହି ପଚାରେ ଅନ୍ୟ କାହାକୁ ନ କହିବୁ ଯେବେ କେହି ପଚାରେ। ବୋଲେ ବାବୁରେ ଅନ୍ୟ କିଏ ପଚାରିଲେ ମଧ୍ୟ ଏ କଥା ତ ତାକୁ କହିବୁ ନାହିଁ। ଏ କଥାକୁ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଅର୍ଜୁନକୁ କହୁଛନ୍ତି, ହେ ଅର୍ଜୁନ ଏ ଗୁପ୍ତ କଥା ମନ ମଧ୍ୟରେ ରଖ। କଳିଯୁଗ ଶେଷରେ 2 ଘଡ଼ି ସେଠାରେ ମୋର ବିଶ୍ରାମ ହେବ। ଯେତେବେଳେ ଓଡ଼ିଆ ମହାଭାରତ ଯୁଦ୍ଧ ଶେଷ ହେଇଥିବ, ଯେତେବେଳେ ଯଜ୍ଞ ସେଠାରେ ଚୌଦ୍ୱାର ସମାପନ ହେଇଥିବ, ଯେତେବେଳେ ଇଏ 4ଟା ଦ୍ୱାରର ଯେଉଁ ଗୋଟିଏ ଦ୍ୱାର ବାକି ଅଛି ସେ ଦ୍ୱାରଟି ଯେତେବେଳେ ଖୋଲିଥିବ ବିରାଟ ଗାଦିର, ଆଉ ସେତେବେଳେ ମୋର 2 ଘଡ଼ି ସେଠାରେ ବିଶ୍ରାମ ହେବ। ଏ କଥା ତୁ କାହାକୁ କହିବୁ ନାହିଁ, ମନ ମଧ୍ୟରେ ଗୁପ୍ତ ରଖ, କିଏ ପଚାରିଲେ ବି କହିବୁ ନାହିଁ। ଏ ସୁଧିଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ତ ସମୟ ହେଇଛି, ଆସନ୍ତା ଅଧ୍ୟାୟରେ ଏ ବିଷୟ ଆମେ ଆଲୋଚନା କରିବା। ତ ଆସନ୍ତୁ ଆଜି ପାଇଁ ବାଣୀକି ବିରାମ ଦେବା। ପ୍ରଭୁଙ୍କର ନାମ ନେଇ ହରି ହରି ଘୋଷା ପାପ ତାପ ନାଶ ଶରଣ ସରୋଜ ପାଦେ ଶରଣ ସରୋଜ ପାଦେ यथो बड़ी भाव आओ न मिलीब न मिलंती हरि वेदे न मिलंती हरि वेदे हरि बोल हरि बोल हरि हरि बोल हरि बोल हरि बोल हरि हरि बोल एके सब माधव गोविंद बोल हे सब माधव गोविंद बोल राधे हरि बोल हरि बोल हरि हरि बोल हरि बोल हरि बोल हरि हरि बोल। सुधियानी आज विदाय दिंतु पुणी आसंता अध्याय भेट हवा रहुचु। हरि ओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।